ଜଗନ୍ନାଥ ସାଙ୍ଗମାନେ ନମସ୍କାର ଆପଣ ମାନଙ୍କୁ ସ୍ୱାଗତ କରୁଛି ମୋର ଆଉ ଏକ ବ୍ଲଗ କୁ। କୋଉଠୁ ଆଣିଥିଲୁ ରାଜା କିଣିକି? ପୂଜାର କହୁଛି ମୁଁ ଟୁର୍ଣ୍ଣାମେଣ୍ଟ ଜିତିକି ଆଣିଛି, କହୁଛି ଯୋଉ ମଝିଟା କାଳେ ବେଷ୍ଟ ବ୍ୟାଟ୍ସମ୍ୟାନ କହୁଛି। ତିର୍ତ୍ତଲରୁ କିଣିକି ରାଜା ଭାଇ କଣ କରୁଛି ନା ତା ମୁଣ୍ଡ ଫୁଣ୍ଡ ଆଉ କାମ କରୁନି ହେଲା। ଦୀର୍ଘ 4 ଘଣ୍ଟା ପରେ ଏଇ ଲାଇଟଟା ଜଳିଲା। ବହୁ ପରିଶ୍ରମ ସେଥିପାଇଁ ହେଇଛି, ଲାଇନଟା ଜଳୁନଥିଲା। ଜୟ ଜଗନ୍ନାଥ ସାଙ୍ଗମାନେ, ବିଶ୍ୱାଳ ବାବୁ ବ୍ଲଗ୍ସକୁ ଆପଣମାନଙ୍କୁ ସ୍ୱାଗତ। ତ ସାଙ୍ଗମାନେ, କାଲି ସନ୍ଧ୍ୟାରୁ ଆମ ଏପଟେ ବର୍ଷା ହେଉଛି, ମାନେ ଯେଉଁ ଭୀଷଣ ଗରମ ତାତିରୁ ଟିକେ ତ୍ରାହି ମିଳିଛି। ହାଲକା ଯେଉଁ କାଳବୈଶାଖୀ ପାଇଁ ବର୍ଷା ହେଉଛି। ଆଜି ସକାଳୁ ବି ମୁଁ ଶୋଇକି ଉଠିଲା ବେଳକୁ ବର୍ଷା ହେଉଥିଲା, ପାଖାପାଖି ହେବ 6:30 7ଟା ବେଳକୁ ବର୍ଷା ଆଉ ଶୁଖିଲା ଘଡ଼ଘଡ଼ି ପୁରା ଠୋ ଠୋ ମାରିକି। ତ ମୁଁ ଉଠିଲି, ଆଉ ମୋର ଭଣଜା ଆସିଛି, କୁନିଟା 1.5 ବର୍ଷର, ତା ସହିତ ଟିକେ ଖେଳିକି କହିଲେ ଆଉ ପାଗ ତ ଏମିତି ବର୍ଷା ହେଇଛି, କିଛି ତ କାମଧନ୍ଦା ନାହିଁ, ଥଣ୍ଡା ଲାଗିଲା, ପୁଣି ଶୋଇପଡ଼ିଥିଲି। ଏବେ ଉଠିଲି, ଟାଇମ୍ ହେଲାଣି 9:45। ତ ପାଗ ପୁଣି ଚେଞ୍ଜ, ମାନେ ଯେମିତି ଖରା ଥିଲା ସେମିତି ଖରା ପୁଣି ହେଇଗଲାଣି। ଦେଖୁଛି ଆପଣମାନଙ୍କୁ। ତ ପାଗ ପୁଣି ଚେଞ୍ଜ, ଆଉ ସେମିତି କିଛି କାମ ନାହିଁ, ଯେହେତୁ ମୁଁ ଯେଉଁଠି ଥିଲି ତ ସେ ସାଇଟ୍ ସଟ୍ଡାଉନ୍ ଅଛି। ତ ସେଥିପାଇଁ ମୁଁ 2 ସପ୍ତାହ ପାଖାପାଖି ଘରେ ଅଛି, କାମ ହେଉନି। ଏଇ ମନ୍ଦିର ଯିବା, ନହେଲେ ରାଜାଇ ପାଖକୁ ଯିବା, ନହେଲେ କିଛି ଭିଡ଼ିଓ ବନେଇବା, ନହେଲେ ଘର କାମ କରିବା, ଆଉ ଏମିତି କାମ, ଆଉ କିଛି ନାହିଁ। ତ ଆଜି ଗୁରୁବାର, ଟିକେ ବାବାଙ୍କୁ ଦର୍ଶନ କରିଦେବା। ରାଜା ଭାଇ ବର୍ଷା ହେଉଥିଲା ସକାଳୁ, ସେ ଆଜି ବେପାରକୁ ଆସିଥିବ ନାହିଁ ମୁଁ ଜାଣିନି। ମନ୍ଦିର ଯିବା, ତାକୁ ଫୋନ୍ କରିବା, ଯଦି ଆସିଥିବ ମନ୍ଦିରରେ ଦର୍ଶନ ସାରି ରାଜା ଭାଇ ପାଖରେ ଟିକେ ଖଟି କରିବା ଆଉ ହେଲା। ତ ଡାଇରେକ୍ଟ ମନ୍ଦିରରେ ଦେଖାହେବା। ମୁଁ ଯାଉଛି ଗାଧେଇ ପାଧେଇ ବାହାରି ଯିବି ମନ୍ଦିରକୁ। ରାଜା ଭାଇକୁ କଲ୍ କରିବା, ସେ ଆଜି ବେପାରକୁ ଆସୁଛି ନା ନାହିଁ ହେଲା। ଉଠଉନି, ଆଉ ଥରେ ଟ୍ରାଏ କରିବା। ଆଉ ଗୋଟେ ନମ୍ବରକୁ ତାର ଲଗେଇବା। 2ଟା ନମ୍ବର, 2ଟା ଫୋନ୍, 2ଟା ନମ୍ବର, ଏଡ଼ିଟ୍ ପାଇଁ କାହାକୁ ଯଦି ଫୋନ୍ ଦେଇଦେଇଥିବ। ଆମର ଆପଣ ଯେଉଁ ବ୍ୟକ୍ତିଙ୍କୁ କଲ୍ କରୁଛନ୍ତି ସେ ତାର ଉତ୍ତର ଦେଉନାହାନ୍ତି, ଦୟାକରି କିଛି खास हजुरले हाँसोस् भनेर यो पर्सनको कोट्या जस्तो लाग्छ। ତ ସାଙ୍ଗମାନେ, ଆଜି ରାଜା ଭାଇ ଦୋକାନ ବନ୍ଦ। ଫୋନ୍ କରିଥିଲି, କ'ଣ ଉଠେଇଲ ନାହିଁ? ଫୋନ କରିଥିଲି ଏଇଥିପାଇଁ କି ଟିକେ ବ୍ୟସ୍ତ ଥିଲି। ରାଜା ଭାଇ ବ୍ୟସ୍ତ ଲୋକ, ବ୍ୟସ୍ତ ଥିଲେ। ଆଉ ବର୍ତ୍ତମାନ ଆଜି ଯେଉଁ ସକାଳେ ବର୍ଷା ହେଇଥିଲା ସେଇଥିପାଇଁ କି ଡରିକି ଦୋକାନ ବନ୍ଦ ହେଇଛି। ଆଉ ବର୍ତ୍ତମାନ ଆମେ ଯାଉଛୁ ମନ୍ଦିରକୁ, ସେଠି ବାବାଙ୍କୁ ଦର୍ଶନ କରିବା। ଏଠି ରାଜା ଭାଇ ଦୋକାନରେ ପହଞ୍ଚିଲା ବେଳକୁ ରାଜା ଭାଇ ଆଶ୍ଚର୍ଯ୍ୟ, ମାନେ ବେପାର ତ ବନ୍ଦ, ଦୋକାନ କାହିଁ ଖୋଲା ହେଇଛି? ଦୋକାନ କାହିଁ ଖୋଲା ହେଇଥିଲା? ଦୋକାନ ମୋର ଗୋଟେ ଭାଇଟେ ଅଛି, ସେ ଦୋକାନରେ ରହେ ହେଲା। ସିଏ କାହାକୁ ପଚରା ପଚରି କରିବନି ଆଜି ଖୋଲା ଅଛି କି ବନ୍ଦ ଅଛି, କିଛି ଅଛି। ସିଏ କିଛି ତାର ନେଣ ଦେଣ କିଛି ନାହିଁ। ସିଏ ଆସିବ, ତା କାମଟା କେମିତି ସାରିଦବ। ତାପରେ ବି ହଁ ତୁ ଦୋକାନ ଟା ଖୋଲି ଦେଇଛୁ ଠିକ ଅଛି, ତାପରେ ଫୋନ କରିବ ନାଇଁ କି ରାଜା ଭାଇ ତମେ ଆସୁଛ କି ନାଇଁ, ସେଗୁରା ବି ପଚରା ନାହିଁ। ମୁଁ ଯେତେବେଳେ ଆସିଲି ଦେଖିଲା ବେଳକୁ ଚେୟାର ଫେୟାର ସବୁ ପଡିଛି। ଇଏ ଦୋକାନ ଖୋଲିଲା କିଏ, ଦେଖିଲା ବେଳକୁ ସେ ପିଲା ଆସି ଦୋକାନ ଖୋଲି ଦେଇଛି। मतलब କଣ ଆଉ वो କହିବ, अलग ही लेवल का बंदा था। ବାବୁନା କ'ଣ କହିବୁ ସେଇ ପରିସ୍ଥିତିରେ? ତୁ କିଛି କହ, ତୁ ତ ନ୍ୟାୟ ପାଳିଛେ ଆମର, ତୁ କହ। ହାରିଗଲି ଆଜ୍ଞା। ତା ଆଜ୍ଞାରେ ସମସ୍ତେ ହାରିଯିବେ। ସିଏ ତ ହାରିଯାଇଛି ନା ଜୀବନରୁ, ଆଉ ଆମେ କ'ଣ ହାରିବା? ତ ବହୁତ ବଡ କଥା। ଏବେ ରାଜା ଭାଇ, ମୁଁ ଆଉ ସ୍ମାରକ ଆସୁଛୁ। ଗୁରୁବାର ଅଛି, ବାବାଙ୍କୁ ଟିକେ ଦର୍ଶନ କରିବା, ଆପଣମାନଙ୍କୁ ବି ଦର୍ଶନ କରେଇବୁ ଆମେ। ତ ଭିଡିଓ
पूरा लास्ट जाके देखंतु हैला। तो ଏବେ ବାବାଙ୍କ ଦର୍ଶନ ସରିଲା। ହନୁମାନ ମନ୍ଦିର ଯିବା ଆଉ ହନୁମାନଙ୍କୁ ଦର୍ଶନ କରିବା। ଦର୍ଶନ ସରିଲା ପୁଣି କୁଆଡେ ଯାଉଛୁ? ହଉ ତ ଏବେ ଦର୍ଶନ ସାରି ଆମେ ମନ୍ଦିର ବାହାରକୁ ପଳେଇଥିଲୁ। ଇଏ ରାଜା ଭାଇ କଣ କରୁଛି ନା ତା ମୁଣ୍ଡ ଫୁଣ୍ଡ ଆଉ କାମ କରୁନି ହେଲା। ଡିପ୍ରେସନ ଚପଲ ଛାଡି ଦେଇ ଆସିଛି। କୋଉଠି ଯାଇଛି ଚପଲ ଆଣିବାକୁ। ଚପଲ ମନେ ପଡୁନାହିଁ। ପଲା ଭୁଲି ଯାଇଥିଲି। ଡିପ୍ରେସନ। ତ ସାଙ୍ଗମାନେ ମନ୍ଦିରରୁ ଆସି ବର୍ତ୍ତମାନ ପଳେଇ ଆସୁ ରାଜା ଭାଇ ଘରକୁ। ରାଜା ଭାଇ ଘର ଏଠି ଅଛି ତାଙ୍କର ଗୋଟେ ମିଟୁ। ହେଲେ ବୋପା ଏଇ ଘର ଅନ୍ଧାର। ଲାଇଟ୍ କାହିଁ ଜଳୁନି? ଏଇଟା ବା 2,000 years later. ଦୀର୍ଘ 4 ଘଣ୍ଟା ପରେ ଏଇ ଲାଇଟ୍ ଟା ଜଳିଲା। ବହୁତ ପରିଶ୍ରମ ଏଥିପାଇଁ ହେଇଛି। ଲାଇନ୍ ଟା ଜଳୁ ନଥିଲା। ଏଇଟା ରାଜାଇ ବେଡରୁମ୍ ପୁରା ପ୍ରଜାପତି ସେ ପୁରା ଚୁଲବୁଲ ପ୍ରଜାପତି। ବର୍ତ୍ତମାନ ବାବୁନାକୁ ଅପେକ୍ଷା। କବାଟ ଖୋଲିଲା। ବାବୁନାକୁ ଅପେକ୍ଷା। ବାବୁନା ଆସିବ। କଣ୍ଟେଣ୍ଟ ଗୋଟେ କାଟିବା, ବଢିଆ କଣ୍ଟେଣ୍ଟ ଆପଣ ମାନେ ଦେଖିବେ। ଯଦି ହବ କାଲି ସନ୍ଧ୍ୟା ବେଳକୁ ଅପଲୋଡ ହେଇଯିବ। ମାନେ କାଲି ଶୁକ୍ରବାର ନହେଲେ ଶନିବାର ସକାଳୁ ଅପଲୋଡ ହେଇଯିବ। ଆଉ ଏବେ ଟିକେ ବସିକି ଆଜି ମନ୍ଦିରର ଯୋଉ କ୍ଲିପ ଅଛି ସେଗୁଡ଼ା ଟିକେ ଏଡିଟ କରିଦବା ଆଉ। मैं आ गया, देखो मैं आ गया। यही तो बादशाह है। ସାଙ୍ଗମାନେ ଜଗନକୁ ଫୋନ କରିବା ହେଲା। ତା ସାଙ୍ଗେ ଗୋଟେ ଛୋଟିଆ ପ୍ରାଙ୍କ କରିବା ଆଉ। କାଲି ମୁଁ ଶୋଇନି। ଆଜି କେହି ଫୋନ ଉଠଉନାହାନ୍ତି। यही तो अच्छा है। ଫୋନ ଉଠଉନି। ଆପଣ ଯେଉଁ ବ୍ୟକ୍ତି गादू दो ଜଗନ୍ଟା ଫୋନ ଉଠଉ ନାହିଁ। ଫୋନ ଉଠେଇଲେ ଗୋଟେ ବଢିଆ ପ୍ରାଙ୍କ କରିବା ତା ସାଙ୍ଗରେ। मोजा भय पुणे कले एंदा फोन नथला। हेलो हेलो କଣ ହେଇଛି? ସୀମା କଲେଜରୁ ଫେରିନି? ରୁହ ମୁଁ ପୋଲିସ ଷ୍ଟେସନ ଫୋନ କରୁଛି। हेलो ହ୍ୟାଲୋ ପୋଲିସ ବାବୁ, पुलिस हो ମୁଁ ଗୋବର୍ଦ୍ଧନ ଚଢରାଇ କହୁଛି। जय बाबा गोरखनाथ सांग माने नमस्कार। आपण मानकु स्वागत करछे मोर आउ एक ब्लॉग को। एबे आमे हम गाँ रे जाउछु। ଗାଁରେ ଗୋଟେ ଏସି ଘର ଭିତରେ ବସିକି କହୁଛି ଗାଁ କୁ ଯାଉଛି। କରୁଛି ଏଠି ବ୍ଲଗ ଏଡିଟର ସହ କଥା। ଟ୍ରଫି ଗୁରା ରାଜା ଏଇ ଭଉଣୀ ପୂଜାର। ସିଏ ଏଠି କହୁଛି ମୁଁ ବେଷ୍ଟ ବ୍ୟାଟ୍ସମ୍ୟାନ ପାଇଥିଲି କିଣିକି। ଯୋଉ ବେଷ୍ଟ ବ୍ୟାଟ୍ସମ୍ୟାନ ପାଇଥିଲି ଆଣିଛି, ମତେ ସେଟା ମିଳିଛି କାଳେ। ଲିପାଇ ଏ ଯୋଉ ଥୁଆ ହେଇଛି ଉପରେ, ଯୋଉ ଦେଖ ଉପରେ ଯୋଉ ଥୁଆ ହେଇଛି ଏଗୁରା ତାକୁ କୋଉଠୁ ଆଣିଥିଲୁ ରାଜାଇ କିଣିକି? ପୂଜାର କହୁଛି ମୁଁ ଟୁର୍ଣ୍ଣାମେଣ୍ଟ ଜିତିକି ଆଣିଛି। କହୁଛି ଯୋଉ ମଝିଟା କାଳେ ବେଷ୍ଟ ବ୍ୟାଟ୍ସମ୍ୟାନ କହୁଛି। ଆମେ ଏଇଟା ଆଣିନଥିଲେ ତିର୍ତ୍ତଲରୁ କିଣିକି। ଆମେ ଯାଇଥିଲୁ ସାଡେ ଯୋଉ ଯାଇଥିଲୁ। ଆମେ ବର୍ତ୍ତମାନ ଯାଉଛୁ କଣ୍ଟେଣ୍ଟ ଷ୍ଟେସନ ପାଖକୁ।
कंटेंट कंटेंट और सांग मैंने एबे आसी पहुँची गलु आम गोरेखनाथ स्टेशन रे गोटे पैसेंजर ट्रेन जोटा कटक को जाए पारादीप मेमुटा सहीटा आम जेहतु गोटे ट्रेन गोटे ओह्लैवा सीन अच्छी तो तरबर होचु तो काले ट्रेन पलि आसो टाइम हो गलानी तो से सर्ट काटी सारा आपण मन सहित कथा होला एबे समय 1:24 हालो राजा ये हालो राजा आउ वीडियो बर्तमान सरला कंटेंट जाऊँ खाई पी बस कि वीडियो एडिट करिया ना कौन करिया खरा भी बहुत जोर से होची सबू आमे कला पिंधिक आइचु जगन आसी पहुंची गला जन वीडियोटा एंड कर पाठरे कैमरा पुरे दो वीडियोटा एंड कर आया टे लाइक करंतु कमेंट करंतु आ सब्सक्राइब करंतु ए खरा रे 40 भूल कला रे जाक गेला जगन जदि ए पर्यंत वीडियो को देखि आसलेनी ताले वीडियो को लाइक करबे कमेंट करबे आ शेयर करबे आ जदि चैनल नुआ छनी ताले चैनल टाकू घंटी बजे रहउछु जय जगन्नाथ।